ଆପଣଙ୍କର ବି ରିସେଣ୍ଟ ଫରେଷ୍ଟ ଗାର୍ଡ଼ ଏକ୍ଜାମ୍ରେ ଗୋଟେ କ୍ୱେଶ୍ଚିନ୍ ଦେଖିବାକୁ ମିଳିଛି ଯେଉଁଟାକି ଆପଣଙ୍କର ଦେଇଛି କ'ଣ ନା ଏ ସପକିପର ସେଲ୍ ଅଏଲ୍ 200 per liter which had bought a 160 per liter but which he sell he gave only 800 milliliter of oil place of 1 liter find the actual percentage of profit ମାନେ କ'ଣ ନା 1 ଲିଟର ବଦଳରେ ସେ 800 ମିଲିଲିଟରର ଦେଉଛି ଯେଉଁଟାକି ବେଇମାନି କରୁଛି ମାନେ ଭୁଲ କ୍ୱାଣ୍ଟିଟି ମାନେ ଓଜନରେ ଭୁଲ ଭାଲ କରୁଛି। ତ ୟାକୁ ଏମିତି ଆପଣ କେମିତି ସଲ୍ଭ କରିପାରିବେ ନା ପ୍ରଥମେ ଆପଣ ଆର କଷ୍ଟ ପ୍ରାଇସ୍ ଲେଖିବେ ଯେଉଁଟାକି କ'ଣ ରହିଛି ନା 160 200 ତାପରେ ଆର ରେସୋ ବାହାର କରିଦେବେ 416 4 5 20 ତ ତାପରେ ଆପଣ ଯେଉଁ 1 ଲିଟର ମାନେ 1000 ଲିଟର 800 ତ ୟାର ରେସୋ ବାହାର କରିଦେବେ 2 4 8 2 5 10 ତାପରେ ଆଉ ଗୁଣା କରିଦେବେ 416 5 5 25 କେତେ ଗେନ୍ କରୁଛି 9 ପରସେଣ୍ଟେଜ୍ ବାହାରିବା ପାଇଁ ତଳେ କଷ୍ଟ ପ୍ରାଇସ୍ ଆସିବ ଭାରି ଆଉ 100ରେ ଗୁଣା କରିଦେବା 416 4 କାଟିଲେ 25 25 ନୁହଁ 225 ବାଇ 4 4 5 20 4 କାଟିଲେ 6 ଏଠି ବାହାରିଲା ପାଖାପାଖି 56.2 ସମଥିଙ୍ଗ ବାହାରି ପଡ଼ିବ। ତ ଇଏ ଥିଲା ଆପଣଙ୍କର ସର୍ଟକଟ୍ ମେଥଡ଼। ତ ଯଦି ଆପଣଙ୍କ ସିଫ୍ଟରେ ଆଗକୁ ଆସେ ତ ଏଥିରେ ଭୁଲ ଯେମିତି ନ ହୁଏ।